ଆଜି ଆସନ୍ତୁ ଆମେ ଦୁନିଆକୁ ଯିବା ଶୀର୍ଷକ ଉପଦେଶ ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ଏହି ଯୁଗରେ ପରମେଶ୍ୱର ଆମ୍ଭମାନଙ୍କୁ ଆଧୁନିକ ପ୍ରଯୁକ୍ତିର ବିଭିନ୍ନ ପ୍ରଗତି ପ୍ରଦାନ କରିଅଛନ୍ତି, ଯାହା ଆମ୍ଭମାନଙ୍କୁ ସୁସମାଚାରକୁ ପ୍ରଭାବୀ ଭାବରେ ପ୍ରଚାର କରିବାକୁ ସକ୍ଷମ କରିଥାଏ। ଏହିପରି ଯଦିଓ ଆମ୍ଭେମାନେ ବିଦେଶକୁ ଯାଇପାରିବା ନାହିଁ, ତଥାପି ପରମେଶ୍ୱର ଇଣ୍ଟରନେଟ୍ ପରି ଉପକରଣ ମାଧ୍ୟମରେ ଲୋକମାନଙ୍କ ନିକଟରେ ଆମ୍ଭମାନଙ୍କ ଚର୍ଚ୍ଚକୁ ପରିଚିତ କରାଇବା ନିମନ୍ତେ ଅନେକ ପ୍ରଯୁକ୍ତି ପ୍ରଦାନ କରିଥିଲେ। ପରମେଶ୍ୱର ଆମ୍ଭମାନଙ୍କୁ ସାହାଯ୍ୟ କରୁଅଛନ୍ତି। ପରମେଶ୍ୱର ସୁସମାଚାରକୁ ପ୍ରଚାର କରିବା ପାଇଁ ଅନେକ ବାତାବରଣ ସୃଷ୍ଟି କରିଛନ୍ତି, ଯାହାଦ୍ୱାରା ସେହି ଲୋକମାନଙ୍କ ନିମନ୍ତେ ମଧ୍ୟ ପ୍ରତ୍ୟେକ ସ୍ଥାନରେ ସୁସମାଚାର ପ୍ରଚାର କରାଯାଇପାରିବ, ଯେଉଁମାନଙ୍କ ପାଖରେ ନିଜ ସୁବିଧା ଅନୁସାରେ ଇଣ୍ଟରନେଟ୍ ମାଧ୍ୟମରେ ସୁସମାଚାର ପର୍ଯ୍ୟନ୍ତ ପହଞ୍ଚିବାକୁ ସମୟ ନାହିଁ। ତେଣୁକରି ଏହି ଯୁଗ ଜଗତକୁ ସୁସମାଚାର ପ୍ରଚାର କରିବାର ସୁବର୍ଣ୍ଣ ଯୁଗ ଅଟେ। ଆଜି ଏଠାରେ ଏପରି ଲୋକ ଅଛନ୍ତି ଯେଉଁମାନେ ବିଦେଶ ଯାଉଛନ୍ତି ଏବଂ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଯାଇନାହାନ୍ତି, କିନ୍ତୁ ଆପଣ ଏହି ଦେଶକୁ ଏକ ବିଦେଶୀ ଦେଶ ଭାବେ ଚିନ୍ତା କରିପାରିବେ। ଯଦି ଆମ୍ଭେମାନେ ସ୍ୱର୍ଗ ରାଜ୍ୟକୁ ଆମ୍ଭମାନଙ୍କ ଘର ବୋଲି ବିଚାର କରୁ, ତେବେ କ'ଣ ଏହି ପୃଥିବୀ ଏକ ବିଦେଶୀ ଦେଶ ହେବ ନାହିଁ କି? ଯେହେତୁ ଆମ୍ଭେମାନେ ଆତ୍ମିକ ବିଦେଶୀ ଅଟୁ, ଆମ୍ଭେମାନେ ମଧ୍ୟ ଏଠାରେ ପ୍ରଭାବୀ ଭାବରେ ବିଦେଶରେ ଅଛୁ। ମୁଁ ଆଶା କରୁଅଛି ଯେ ଯେଉଁମାନେ ଶାରୀରିକ ରୂପେ ବିଦେଶକୁ ଯାଆନ୍ତି, ସେମାନେ ସେଠାରେ ନିଷ୍ଠାର ସହ ସୁସମାଚାର ପ୍ରଚାର କରିବେ ଏବଂ ଅନ୍ୟମାନେ ଏହି ଦେଶରେ ଆତ୍ମିକ ବିଦେଶରେ ନିଷ୍ଠାର ସହ ସୁସମାଚାର ପ୍ରଚାର କରିବେ। ଆସନ୍ତୁ ଆମ୍ଭେମାନେ ମାର୍କ ଅଧ୍ୟାୟ 16 ଖୋଲିବା। ମାର୍କ ଅଧ୍ୟାୟ 16 ପଦ 15ରେ ଲେଖା ଅଛି, ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ। ସେ କ'ଣ କହିଲେ? ସମୁଦାୟ ଜଗତକୁ ଯାଇ ସମସ୍ତ ଜାତିର ଲୋକଙ୍କୁ ସୁସମାଚାର ଘୋଷଣା କର। ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ, କିନ୍ତୁ ଯେ ଅବିଶ୍ୱାସ କରେ, ସେ ଦଣ୍ଡାଜ୍ଞା ପାଇବ। ପରମେଶ୍ୱରଙ୍କ ହୃଦୟ ଜଗତ ପ୍ରତି କିପରି ସ୍ପନ୍ଦିତ ହୋଇଥାଏ, ଆମ୍ଭମାନଙ୍କୁ ଏହି ଦୃଶ୍ୟକୁ ନିକଟରୁ ଦେଖିବା ଆବଶ୍ୟକ। ପରମେଶ୍ୱର ଚାହାନ୍ତି ଯେ ସମସ୍ତ ଲୋକ ସୁସମାଚାର ପ୍ରାପ୍ତ କରନ୍ତୁ। ଏବଂ କ'ଣ ପରମେଶ୍ୱର ଚାହାନ୍ତି ନାହିଁ ଯେ ସମସ୍ତେ ସତ୍ୟକୁ ଜାଣନ୍ତୁ? ତେଣୁକରି ପରମେଶ୍ୱର ଆମ୍ଭମାନଙ୍କୁ ସମସ୍ତ ଲୋକଙ୍କ ନିକଟକୁ ଯିବାକୁ ଆଜ୍ଞା ଦେଲେ। ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ପରମେଶ୍ୱରଙ୍କ ହୃଦୟ ଜଗତକୁ ବଞ୍ଚାଇବା ଉପରେ ଧ୍ୟାନ ଦେଇଥାଏ। ସେ ସମସ୍ତ ଲୋକମାନଙ୍କର ପରିତ୍ରାଣ ପ୍ରାପ୍ତ କରିବାର ଅପେକ୍ଷା କରିଅଛନ୍ତି। ଆସନ୍ତୁ ଆମେ ପ୍ରଥମ ତିମୋଥୀ ଅଧ୍ୟାୟ 2 ପଦ 4 ଦେଖିବା। ଅଧ୍ୟାୟ 2 ପଦ 4, ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି। ପରମେଶ୍ୱର କ'ଣ ଚାହାନ୍ତି? ପରମେଶ୍ୱର ଚାହାନ୍ତି ଯେ ସମସ୍ତ ମାନବ ଜାତି ପରିତ୍ରାଣ ପ୍ରାପ୍ତ କରନ୍ତୁ। ପ୍ରେରିତ ପାଉଲ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ପୂର୍ବରୁ ସେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଗିରଫ କରି ବନ୍ଦୀ କଲେ ଏବଂ ସେମାନଙ୍କୁ ନିର୍ଯାତନା ଦେଲେ। ତେବେ ଯେତେବେଳେ ସେ ଖ୍ରୀଷ୍ଟଙ୍କୁ ଜାଣିଲେ, ସେତେବେଳେ କ'ଣ ହେଲା? କ'ଣ ସେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରିବା ପାଇଁ ନିଜ ଜୀବନକୁ ସମର୍ପିତ କରିନଥିଲେ ଏବଂ କଠିନ ପରିସ୍ଥିତିରେ ମଧ୍ୟ କଦାପି ବିଚଳିତ ହୋଇନଥିଲେ? ଯେତେବେଳେ ଆମ୍ଭେମାନେ ଆମ୍ଭମାନଙ୍କ ଚାରିପାଖକୁ ଦେଖିବା, ତେବେ ବର୍ତ୍ତମାନ ମଧ୍ୟ ଏହିପରି ଲୋକ ଅଛନ୍ତି। ଏପରି ଏଥିପାଇଁ ଅଟେ କାରଣ ସେମାନଙ୍କ ନିକଟରେ ଚର୍ଚ୍ଚ ଅଫ୍ ଗଡ୍ର ସଠିକ୍ ବୁଝାମଣା ନାହିଁ। ଏହା ଆମ୍ଭମାନଙ୍କ ଭୁଲ ଅଟେ ଯେ ଆମ୍ଭେମାନେ ସେମାନଙ୍କୁ ଶିକ୍ଷା ଦେଇନାହୁଁ। ଆମ୍ଭମାନଙ୍କୁ କାହିଁକି ନିର୍ଯାତନା ଦିଆଯାଉଛି, ଏହା ପଛରେ ଅନେକ କାରଣ ରହିଛି। ସବୁଠାରୁ ବଡ଼ କାରଣ ହେଉଛି ଆମେ ସେମାନଙ୍କୁ ସତ୍ୟ ଶିଖାଇ ନାହୁଁ। ଯେହେତୁ ସେମାନେ ଆମ୍ଭମାନଙ୍କର ଚର୍ଚ୍ଚକୁ ଜାଣନ୍ତି ନାହିଁ, ସେମାନେ ଅନଲାଇନରେ ମିଳୁଥିବା ଅଦ୍ଭୁତ ଗୁଜବ ଉପରେ ଆଧାର କରି ଆମ୍ଭମାନଙ୍କୁ ଦେଖନ୍ତି। କିନ୍ତୁ ଯେଉଁମାନେ ସତ୍ୟକୁ ବୁଝନ୍ତି ଏବଂ ଚର୍ଚ୍ଚ ଅଫ୍ ଗଡ୍ ଯାଆନ୍ତି, ସେମାନେ ଆମ ସଦସ୍ୟମାନଙ୍କ ବିଷୟରେ କୁହନ୍ତି,
କ'ଣ ଦୁନିଆରେ ପ୍ରକୃତରେ ଏପରି ସ୍ୱର୍ଗଦୂତ ଅଛନ୍ତି? ଯଦି ଦୁନିଆରେ ପ୍ରତ୍ୟେକ ଜଣ ଏହି ସଦସ୍ୟମାନଙ୍କ ପରି ହୋଇଥାନ୍ତେ, ତେବେ ସ୍ୱାଭାବିକ ଭାବରେ ଜଗତରେ ଶାନ୍ତି ଆସିଥାନ୍ତା। ପ୍ରତ୍ୟେକ ଥର ଯେତେବେଳେ ମଧ୍ୟ ମୁଁ ଏହିପରି କାହାଣୀ ଶୁଣେ, ମୁଁ ମନେ କରେ ଯେ ଏହା ଏଥିପାଇଁ ହୋଇଥାଏ କାରଣ ଆମେ ସେମାନଙ୍କୁ ପ୍ରଚାର କରିବାରେ ବିଫଳ ହୋଇଥିଲୁ। ସେଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ସମୀରଣକୁ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯିବା ପାଇଁ ଆଜ୍ଞା ଦେଇଅଛନ୍ତି। ବର୍ତ୍ତମାନ ଯେପରିକି ଅଧ୍ୟାୟ 2:4 ଲେଖା ଅଛି, ପରମେଶ୍ୱର ସମସ୍ତେ ଯେପରି ପରିତ୍ରାଣ ଓ ସେ ଆଉ କ'ଣ ଚାହାନ୍ତି? ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି। ଲୋକମାନେ ସତ୍ୟ ଜାଣିବା ପାଇଁ କ'ଣ ଆମ୍ଭେମାନେ ସେମାନଙ୍କୁ ଶିକ୍ଷା ଦେବା ଉଚିତ ନୁହେଁ କି? ଯେହେତୁ ଆମ୍ଭେମାନେ ପ୍ରଥମେ ସତ୍ୟକୁ ଜାଣିଅଛୁ ଏବଂ ଗ୍ରହଣ କରିଅଛୁ, ଏହା ଆମ୍ଭମାନଙ୍କର ଦାୟିତ୍ୱ ଅଟେ ଯେ ଆମ୍ଭେମାନେ ପରବର୍ତ୍ତୀ ସମୟରେ ଆସୁଥିବା ଲୋକମାନଙ୍କୁ ଶିକ୍ଷା ଦେବା। ଯେତେବେଳେ ଲୋକମାନେ ସତ୍ୟ ଶୁଣନ୍ତି, ତେବେ ପ୍ରାୟ ସମସ୍ତ ଲୋକ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବେ। ତେବେ ଏତେ ସମୟ ଧରି ସେମାନେ କାହିଁକି ଚର୍ଚ୍ଚ ଅଫ୍ ଗଡ୍କୁ ଅତ୍ୟାଚାର କରୁଅଛନ୍ତି? ଏପରି ଏଥିପାଇଁ ଅଟେ କାରଣ ସେମାନେ ଜାଣନ୍ତି ନାହିଁ ଯେ ଆମ୍ଭେମାନେ କିଏ ଅଟୁ। ସେମାନେ କେବଳ ଅପମାନଜନକ କାହାଣୀ ଶୁଣିଥିଲେ ଏବଂ ଅନ୍ଧକାରର ଶକ୍ତିର ଅଧୀନରେ ବନ୍ଦୀ ହୋଇଯାଇଥିଲେ। କିନ୍ତୁ ଯେତେବେଳେ ଜ୍ୟୋତି ଚମକିଥାଏ, ସେତେବେଳେ ସେମାନେ ଅନୁଭବ କରନ୍ତି ଯେ ଏହି ସ୍ଥାନ ଜ୍ୟୋତିରେ ପରିପୂର୍ଣ୍ଣ ଅଟେ, କିନ୍ତୁ ମିଥ୍ୟା ଗୁଜବ ପ୍ରଚାର କରାଯାଇଅଛି ଯେପରିକି ଏହା ଅନ୍ଧକାରର ଭୂମି ଅଟେ। ମାତାଙ୍କ ପ୍ରଦର୍ଶନୀ ଗୁଆନକରେ ଆମ ଚର୍ଚ୍ଚରେ ଆୟୋଜିତ ହେଉଅଛି। ଦିନେ ଏହି ପ୍ରଦର୍ଶନୀରେ ଜଣେ ମଧ୍ୟବୟସ୍କ ମହିଳାଙ୍କୁ ଆମନ୍ତ୍ରିତ କରାଯାଇଥିଲା। ସେ ବହୁତ ବିଚଳିତ ଲାଗୁଥିଲେ। ସେ ଚର୍ଚ୍ଚ ବିଷୟରେ ଏକ ଭିଡିଓ ମଧ୍ୟ ଦେଖିଲେ ଏବଂ ତାହାଙ୍କ ହୃଦୟ ସମ୍ପୂର୍ଣ୍ଣ ଭାବରେ ଆରାମ ଅନୁଭବ କରିବାକୁ ଲାଗିଲା। ସେ ଆମମାନଙ୍କୁ କହିଲେ ଯେ ସେ ଆମମାନଙ୍କ ଚର୍ଚ୍ଚର ସମ୍ମୁଖ ଦେଇ ମଧ୍ୟ ଯାଇପାରୁନଥିଲେ। ଆମେ ପଚାରିଲୁ, ଆପଣ କାହିଁକି ଏଠାରୁ ଯାଇପାରୁନଥିଲେ? ଏହା ଜଣାପଡ଼ିଲା ଯେ ନିକଟସ୍ଥ ଏକ ଚର୍ଚ୍ଚ ଏହା କହୁଥାଏ ଏକ ଗୁଜବ ପ୍ରସାରିତ କରିଥିଲା, ଥରେ ଯଦି ଆପଣ ଚର୍ଚ୍ଚ ଅଫ୍ ଗଡ୍ରେ ପ୍ରବେଶ କରନ୍ତି, ତେବେ ଆପଣ ବାହାରକୁ ବାହାରି ପାରିବେ ନାହିଁ। ଏହି ଚର୍ଚ୍ଚ ଜାଣିଥିଲା ଯେ ଥରେ ଲୋକମାନେ ସତ୍ୟକୁ ଆସିଗଲେ ସେମାନଙ୍କର ମିଥ୍ୟା ପ୍ରକାଶ ହୋଇଯିବ ଏବଂ ପରମେଶ୍ୱରଙ୍କ ସତ୍ୟ ପ୍ରକାଶିତ ହେବ। ଫଳସ୍ୱରୂପ ସେମାନେ ଆମମାନଙ୍କ ବିଷୟରେ ଭୟଙ୍କର ଗୁଜବ ପ୍ରଚାର କଲେ, ଯାହାଦ୍ୱାରା ସେ 20 ବର୍ଷରୁ ଅଧିକ ସମୟ ଧରି ଚର୍ଚ୍ଚ ଅଫ୍ ଗଡ୍ର ନିକଟ ଦେଇ ମଧ୍ୟ ଯାଇପାରୁନଥିଲେ। ପ୍ରକୃତରେ ସେ ବହୁତ ଶୀଘ୍ର ତାହାଙ୍କ ଘରକୁ ଯାଇପାରିଥାନ୍ତେ, କିନ୍ତୁ ଏହା ପରିବର୍ତ୍ତେ ସେ ଏକ ଲମ୍ବା ରାସ୍ତା ବାଛିଲେ। ଥରେ ଯେତେବେଳେ ସେ ଚର୍ଚ୍ଚକୁ ଆସିଲେ ଏବଂ ମାତାଙ୍କ ପ୍ରଦର୍ଶନୀକୁ ଦେଖିଲେ, ତେବେ ସେ ଅତ୍ୟନ୍ତ ପ୍ରଭାବିତ ହେଲେ ଏବଂ ଅନୁଭବ କଲେ ଚର୍ଚ୍ଚ ଅଫ୍ ଗଡ୍ ଜଗତ ଉପରେ ଏହିପରି ସକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁକରି ସେ ଆଖପାଖରେ ଥିବା ସମସ୍ତଙ୍କୁ କହୁଥାଇ ଏକ ଦୂତ ହୋଇଯାଇଅଛନ୍ତି। ଚର୍ଚ୍ଚ ଅଫ୍ ଗଡ୍ ସେପରି ନୁହେଁ, ମୋତେ ଯାହା କୁହାଯାଇଥିଲା ଆପଣ ନିଜେ ଯାଇ ଦେଖିବା ଉଚିତ। ଏହିପରି ଭାବେ ମୁଁ ଶୁଣିଲି ଯେ ସେ ଅନ୍ୟମାନଙ୍କୁ ଆସିବାକୁ ଉତ୍ସାହିତ କରୁଅଛନ୍ତି। ଯେତେବେଳେ ଆମ୍ଭେମାନେ ଲୋକମାନଙ୍କୁ ଆମ୍ଭମାନଙ୍କ ବିଷୟରେ ସ୍ପଷ୍ଟ ଭାବରେ କହିନଥାଉ, ସେତେବେଳେ ଶୈତାନ ସେମାନଙ୍କୁ ସନ୍ଦେହ କରିବାକୁ ଦେଇଥାଏ ଏବଂ ସେମାନେ ଭାବିଥାନ୍ତି ଯେ ଚର୍ଚ୍ଚରେ କିଛି ଭୁଲ ଅଛି। ଏପରିକି ପ୍ରଥମ ଚର୍ଚ୍ଚରେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ସେମାନଙ୍କୁ ଏକ ଅଦ୍ଭୁତ ଗୋଷ୍ଠୀ ଯିଏକି ମନୁଷ୍ୟର ମାଂସ ଖାଇଥାଏ ଏବଂ ମନୁଷ୍ୟର ରକ୍ତ ପିଇଥାଏ, କିମ୍ବା ଏକ ଗୋଷ୍ଠୀ ଯିଏକି କବରରେ ଅଦ୍ଭୁତ ରୀତିନୀତି ପାଳନ କରିବା ନିମନ୍ତେ ଏକତ୍ରିତ ହୋଇଥାନ୍ତି ଭାବରେ ଚିହ୍ନିତ କରାଯାଇଥିଲା। ଏହିପରି ଭାବେ ସନ୍ଥମାନଙ୍କୁ କଠୋର ଭାବରେ ନିର୍ଯାତିତ କରାଯାଇଥିଲା। ଆଜି ମଧ୍ୟ ସମାନ ଅଟେ। ତେଣୁକରି ଯେପରି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଥମ ତିମୋଥୀ ଅଧ୍ୟାୟ 4:4 କହିଅଛନ୍ତି, ପରମେଶ୍ୱର ଚାହାନ୍ତି ଯେ ସମସ୍ତ ଲୋକ ପରିତ୍ରାଣ ପ୍ରାପ୍ତ କରନ୍ତୁ। ଆସନ୍ତୁ ଏହା ମନେ ରଖିବା ଉଚିତ। ପରମେଶ୍ୱର ଏହା ମଧ୍ୟ ଚାହାନ୍ତି ଯେ ସମସ୍ତ ମାନବ ଜାତି ସତ୍ୟକୁ ଜାଣନ୍ତୁ। ଆଜିକାଲି ଜଗତ ପରମେଶ୍ୱରଙ୍କ ଆରାଧନା କରିବାର ସଠିକ ଦିନ ଜାଣନ୍ତି ନାହିଁ। ସେମାନେ ଏହା ମଧ୍ୟ ଜାଣନ୍ତି ନାହିଁ ଯେ ସେମାନେ ନିସ୍ତାର ପର୍ବର ପାଳନ କରିବା ଉଚିତ କି ନୁହେଁ। ପରମେଶ୍ୱର ଆମ୍ଭମାନଙ୍କୁ ସିଓନକୁ ପଳାୟନ କରିବାକୁ କହିଅଛନ୍ତି, କିନ୍ତୁ ତଥାପି କ'ଣ ସେମାନେ ଏହା ଜାଣିବା ଉଚିତ ନୁହେଁ ଯେ ସିଓନ କେଉଁଠାରେ ଅଛି, ଯାହାଦ୍ୱାରା ସେମାନେ ସେଠାକୁ ଯାଇପାରିବେ? ସେମାନେ ଜାଣନ୍ତି ନାହିଁ ଯେ ସିଓନ କ'ଣ ଅଟେ। ଏପରି ଏଥିପାଇଁ ଅଟେ କାରଣ ସେମାନେ ନିଜ ଆଖପାଖର ଲୋକମାନଙ୍କ କଥାକୁ ବିଶ୍ୱାସ କରନ୍ତି। ଫଳସ୍ୱରୂପ ସେମାନେ ଏହା ନ ଜାଣୁଥାଇ ଯେ ବିଶ୍ରାମ ଦିନ
କିମ୍ବା ରବିବାର ଉପାସନା ଠିକ୍ ଅଟେ କିମ୍ବା ଖ୍ରୀଷ୍ଟମାସ କିମ୍ବା ନିସ୍ତାର ପର୍ବ ସତ୍ୟ ଅଟେ, ଅନ୍ଧ ଭାବରେ ମୃତ୍ୟୁର ମାର୍ଗରେ ଚାଲୁଅଛନ୍ତି। ପରମେଶ୍ୱର ଚାହାନ୍ତି ଯେ ସମସ୍ତ ଲୋକ ପରିତ୍ରାଣ ପ୍ରାପ୍ତ ହୁଅନ୍ତୁ ଏବଂ ସତ୍ୟ ମାଧ୍ୟମରେ ସେ ଆମ୍ଭମାନଙ୍କୁ ତାହାଙ୍କ ଇଚ୍ଛାକୁ ଶିକ୍ଷା ଦେଲେ, ଯାହାଦ୍ୱାରା ଆମେ ଯାଇ ସମସ୍ତଙ୍କୁ ଶିକ୍ଷା ଦେଇପାରିବା ଏବଂ ସେମାନଙ୍କୁ ସତ୍ୟକୁ ନେତୃତ୍ୱ କରିପାରିବା। ବିଦେଶ ମିଶନରେ ଯିବା ଅତ୍ୟନ୍ତ ରୋମାଞ୍ଚକର ଅଟେ। ଆମ୍ଭମାନଙ୍କର ଯିବାର କାରଣ କ'ଣ ଅଟେ? କ'ଣ ଆମେ ସେମାନଙ୍କୁ ସତ୍ୟ ଜାଣିବା ପାଇଁ ସାହାଯ୍ୟ କରିବାକୁ ଯାଉନାହୁଁ କି? ଆମେ ସେମାନଙ୍କୁ ପରମେଶ୍ୱରଙ୍କ ନୂତନ ନିୟମ ଅର୍ଥାତ୍ ଜୀବନର ସତ୍ୟକୁ ଜାଣିବାରେ ସାହାଯ୍ୟ କରିବାକୁ ଯାଉଅଛୁ। ଆମ୍ଭେମାନେ ପିତା ଏବଂ ମାତାଙ୍କ ବିଷୟରେ ପ୍ରଚାର କରୁ। ଆମେ ନୂତନ ନିୟମ ଏବଂ ସିଓନ ବିଷୟରେ ପ୍ରଚାର କରୁ। କ'ଣ ଆମେ ଏହି କାରଣରୁ ଦୁନିଆକୁ ଯାଉନାହୁଁ, ଯାହାଦ୍ୱାରା ଆମେ ଏହି ବିଷୟକୁ ଶିଖାଇ ପାରିବା? ମାର୍କ 16 ଏବଂ ମାଥ୍ୟୁ ଅଧ୍ୟାୟ 28କୁ ଦେଖିବା ଦ୍ୱାରା ଏହା ସ୍ପଷ୍ଟ ହେଉଅଛି ଯେ ପରମେଶ୍ୱର ଆମ୍ଭମାନଙ୍କୁ କେବେ ମଧ୍ୟ ସ୍ଥିର ରହିବା ନିମନ୍ତେ କହିନାହାନ୍ତି, ବରଂ ସେ ଆମ୍ଭମାନଙ୍କୁ କ'ଣ ଆଜ୍ଞା ଦେଲେ? ସେ କହିଲେ, ଯାଅ। ତେଣୁକରି ଆମ୍ଭମାନଙ୍କୁ ନିଶ୍ଚିତ ଯିବା ଉଚିତ, ଯଦିଓ ତାହା ଘରୋଇ ସ୍ତରରେ ହେଉ କିମ୍ବା ଆନ୍ତର୍ଜାତୀୟ ସ୍ତରରେ। ଆମ୍ଭେମାନେ କେବଳ ସେମାନଙ୍କୁ ଆମ୍ଭମାନଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବା ନାହିଁ, ଆମ୍ଭମାନଙ୍କୁ ନିଶ୍ଚିତ ଭାବରେ ଯିବା ଉଚିତ। ଯୀଶୁ କହିଲେ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଅନ୍ୟ ଅର୍ଥରେ ଆମ୍ଭେମାନେ ସେହି ଶିକ୍ଷାଗୁଡ଼ିକ ସହିତ କ'ଣ କରିବା ଉଚିତ ଯାହା ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଦାନ କରିଅଛନ୍ତି? ଯେହେତୁ ସେ ଚାହାନ୍ତି ଯେ ସମସ୍ତେ ସତ୍ୟକୁ ଜାଣନ୍ତୁ, ତେଣୁକରି କ'ଣ ଆମେ ସେମାନଙ୍କୁ ସତ୍ୟ ଶିଖାଇବା ଉଚିତ ନୁହେଁ କି? କ'ଣ କ୍ରୁସ୍ ଏକ ପ୍ରତିମା ଅଟେ କିମ୍ବା ଚର୍ଚ୍ଚରେ ଏକ ପବିତ୍ର ବସ୍ତୁ? ସେହି ଲୋକମାନଙ୍କ ନିମନ୍ତେ ଯେଉଁମାନେ ଉଭୟ ମଧ୍ୟରେ ପାର୍ଥକ୍ୟ କରିପାରିବେ ନାହିଁ ଏବଂ ଅନ୍ୟମାନଙ୍କୁ ଅନ୍ଧ ଭାବରେ ଅନୁସରଣ କରନ୍ତି, ଆମ୍ଭମାନଙ୍କୁ ଯାଇ ସେମାନଙ୍କର ଆତ୍ମିକ ଚକ୍ଷୁ, କର୍ଣ୍ଣ ଏବଂ ହୃଦୟକୁ ଖୋଲିବା ଉଚିତ। ପ୍ରଥମ ତିମୋଥୀ ଅଧ୍ୟାୟ 2ରେ ଲେଖା ଅଛି ଯେ ପରମେଶ୍ୱର ଆମ୍ଭମାନଙ୍କ ଠାରୁ ଏହା ଚାହାନ୍ତି। ବର୍ତ୍ତମାନ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ପିତାଙ୍କ ନାମ କିମ୍ବା ସ୍ୱର୍ଗୀୟ ମାତାଙ୍କ ବିଷୟରେ ଜାଣନ୍ତି ନାହିଁ। ସତ୍ୟ ଜାଣିବା ପାଇଁ ସେମାନଙ୍କର ନେତୃତ୍ୱ କରିବା ପାଇଁ ଏହା ଅନ୍ଧ ଭାବରେ ଜିଦ୍ କରିବା ବିଷୟରେ ନୁହେଁ ଯେ ଆସନ୍ତୁ ଆମେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବା। ଏହା ସେମାନଙ୍କୁ ସତ୍ୟ ଶିଖାଇବା ବିଷୟରେ ଅଟେ। ବର୍ତ୍ତମାନ ମଧ୍ୟ ଏମିତି କିଛି ଅଞ୍ଚଳ ରହିଛି ଯେଉଁଠାରେ କୌଣସି ଚର୍ଚ୍ଚ ସ୍ଥାପିତ ହୋଇନାହିଁ। ଏପରି ସ୍ଥାନ ଅଛି ଯେଉଁଠାରେ କୌଣସି ଭବିଷ୍ୟତ ବକ୍ତା କିମ୍ବା ସଦସ୍ୟ ନାହାନ୍ତି। ଏପରି ସ୍ଥାନ ଅଛି ଯେଉଁଠାରେ ବାଇବଲ ମଧ୍ୟ ନାହିଁ। ଆମ୍ଭମାନଙ୍କୁ ଶୀଘ୍ର ଯିବା ଉଚିତ। ଆସନ୍ତୁ ଆମେ ଏପରି ସ୍ଥାନକୁ ଯିବା ଏବଂ ସ୍ୱର୍ଗୀୟ ପିତା ଏବଂ ମାତାଙ୍କର ପ୍ରଚାର କରିବା, ଜୀବନର ଖବର ଭାଗ କରିବା ଏବଂ ଘୋଷଣା କରିବା ଯେ ସ୍ୱର୍ଗ ରାଜ୍ୟ ଅଛି। ଏପରି କରିବା ଦ୍ୱାରା ପରମେଶ୍ୱରଙ୍କ ଜ୍ଞାନ ସମଗ୍ର ବିଶ୍ୱରେ ପ୍ରସାରିତ ହେବ। ଆସନ୍ତୁ ଆମେ ରୋମିଓ ଅଧ୍ୟାୟ 10 ପଦ 14 ଉପରେ ଏକ ନଜର ପକାଇବା। ତେବେ ଯାହାଙ୍କୁ ସେମାନେ ବିଶ୍ୱାସ କରିନାହାନ୍ତି ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି କିପରି ତାହାଙ୍କଠାରେ ବିଶ୍ୱାସ କରିବେ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ? ପଦ 14 କହିଥାଏ, ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି କିପରି ତାହାଙ୍କଠାରେ ବିଶ୍ୱାସ କରିବେ? କ'ଣ ଆପଣ କେବେ ସେହି ଲୋକମାନଙ୍କ ବିଷୟରେ ଚିନ୍ତା କରିଛନ୍ତି ଯେଉଁମାନେ ଥରେ ମଧ୍ୟ ପରମେଶ୍ୱରଙ୍କ ନାମ ଶୁଣି ନଥାଇ ମୃତ୍ୟୁବରଣ କରନ୍ତି? ସେମାନେ କେତେ ଦୁର୍ଭାଗ୍ୟପୂର୍ଣ୍ଣ ହେବେ। ସେହି ଆତ୍ମା ପ୍ରକୃତରେ ଏହି ପୃଥିବୀରେ ସବୁଠାରୁ ଦୁର୍ଭାଗ୍ୟଜନକ ହୋଇଯାଏ। ସେଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ପଠାନ୍ତି, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଏବଂ ପ୍ରଥମ ତିମୋଥୀ ଅଧ୍ୟାୟ 2 ପଦ 4ରେ ଲେଖା ଅଛି ଯେ ପରମେଶ୍ୱର ଚାହାନ୍ତି ଯେ ସମସ୍ତ ମାନବ ଜାତି ପରିତ୍ରାଣ ପ୍ରାପ୍ତ କରନ୍ତୁ ଏବଂ ସେମାନେ ସତ୍ୟକୁ ଜାଣନ୍ତୁ।
ଯେହେତୁ ପରମେଶ୍ୱର ଚାହାନ୍ତି ଯେ ସମସ୍ତ ମାନବ ଜାତି ସତ୍ୟ ଜାଣନ୍ତୁ, ତେଣୁକରି ଆମ୍ଭେମାନେ ସେମାନଙ୍କୁ ବିଶ୍ରାମ ଦିନ, ନିସ୍ତାର ପର୍ବ, ନୂତନ ନିୟମ, ମଲ୍କିସେଦକଙ୍କ ରୀତି ଏବଂ ଖ୍ରୀଷ୍ଟ ଆନସାଂହଂ ଓ ନୂତନ ଜେରୁସାଲେମ ସ୍ୱର୍ଗୀୟ ମାତାଙ୍କ ବିଷୟରେ ସତ୍ୟ ଶିଖାଇବା ଉଚିତ। ବାଇବଲ ମାଧ୍ୟମରେ ପରମେଶ୍ୱର ଆମମାନଙ୍କୁ ଏହା ଜଣାନ୍ତି ଯେ ଏହା ହେଉଛି ତାହାଙ୍କର ଇଚ୍ଛା। ଏପରି କେତେ ଲୋକ ଅଛନ୍ତି ଯେଉଁମାନେ କେବେ ବାଇବଲକୁ ଦେଖିନାହାନ୍ତି କିମ୍ବା ଥରେ ମଧ୍ୟ ପରମେଶ୍ୱରଙ୍କ ନାମ ନ ଶୁଣି ମରିଯାଇଅଛନ୍ତି। କିଛି ଲୋକ ଏପରି ଏକ ସହରରେ ବାସ କରନ୍ତି ଯେଉଁଠାରେ ଜଣେ ମଧ୍ୟ ବ୍ୟକ୍ତି ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରନ୍ତି ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ। ଯଦି ଗୋଟିଏ ସହରରେ 10ରୁ କମ୍ ଲୋକ ଅଛନ୍ତି ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ଏବଂ ଆମେ ସେହି ସହରରେ ସୁସମାଚାରକୁ ସମ୍ପୂର୍ଣ୍ଣ ଭାବରେ ପ୍ରଚାର କରିନାହୁଁ, ତେବେ କ'ଣ ଏହା ଅସ୍ୱୀକୃତ ନୁହେଁ କି? ଆମ୍ଭେମାନେ ସେମାନଙ୍କୁ ଏକୁଟିଆ ଛାଡ଼ିବା ଉଚିତ ନୁହେଁ। ଆମେ ସେମାନଙ୍କୁ ସୂଚନା ଦେବା ଉଚିତ। ମୁଁ ଆଶା କରୁଅଛି ଯେ ଆପଣ ସମସ୍ତେ, ଯଦିଓ ଆପଣ ଏହି ଦେଶରେ ଥାଆନ୍ତୁ କିମ୍ବା ବିଦେଶକୁ ଯାଆନ୍ତୁ ନା କାହିଁକି, ଆପଣ ଯେଉଁଠାରେ ଥାଆନ୍ତୁ ନା କାହିଁକି, ପରମେଶ୍ୱର ଆମମାନଙ୍କୁ ଯେଉଁ ସତ୍ୟ ଦେଇଅଛନ୍ତି ତାହା ଭାଗ କରିବେ। ଯାହାଙ୍କ ବିଷୟରେ ମୁଁ ଶୁଣି ନାହିଁ ତାହାଙ୍କଠାରେ ମୁଁ କିପରି ବିଶ୍ୱାସ କରିପାରିବି? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ? ରୋମିଓ ଅଧ୍ୟାୟ 10 ପଦ 14ରେ ଦିଆଯାଇଥିବା ବାକ୍ୟଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଅଟେ ଯେ ପରମେଶ୍ୱର ଆମମାନଙ୍କୁ ଏହି ଯୁଗରେ କ'ଣ କରିବା ଉଚିତ ସେ ବିଷୟରେ ଜାଗ୍ରତ କରନ୍ତି। ଆସନ୍ତୁ ଆମେ ରୋମିଓ ଅଧ୍ୟାୟ 1 ପଦ 16 ଉପରେ ଏକ ନଜର ପକାଇବା। ରୋମିଓ ଅଧ୍ୟାୟ 1 ପଦ 16, କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ଏହା କ'ଣ ଅଟେ? ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ। ଏହି ସୁସମାଚାର ଏକ ଶୁଭ ସମାଚାର ଅଟେ ଏବଂ ଏହି ସୁସମାଚାର ଆମ୍ଭମାନଙ୍କ ପରିତ୍ରାଣ ପାଇଁ ପରମେଶ୍ୱରଙ୍କ ଶକ୍ତି ଅଟେ। ତେଣୁକରି ଏହା ପରମେଶ୍ୱରଙ୍କ ଶକ୍ତି ସହିତ ପ୍ରଚାର କରାଯିବା ଉଚିତ। ସୁସମାଚାର ପ୍ରଚାର କାହାର ନିଜ ଯୋଗ୍ୟତା ଦ୍ୱାରା କରାଯାଇପାରିବ ନାହିଁ। ବାଇବଲ ଆମ୍ଭମାନଙ୍କୁ କହେ ଏହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ। ତେଣୁକରି ଯେଉଁମାନେ ପାପ ଏବଂ ମୃତ୍ୟୁର ଜଞ୍ଜିରରେ ବନ୍ଧା ଅଛନ୍ତି ସେମାନଙ୍କ ପ୍ରତି ସୁସମାଚାର କ'ଣ କରିଥାଏ? ଏଥିରେ ସେହି ଜଞ୍ଜିରକୁ ଭାଙ୍ଗିବା ଏବଂ ସେମାନଙ୍କୁ ମୁକ୍ତ କରିବାର ଶକ୍ତି ରହିଛି। ଏହି ସୁସମାଚାର ମାଧ୍ୟମରେ ପରିବାର, ବ୍ୟକ୍ତିବିଶେଷ, ରାଷ୍ଟ୍ର ଏବଂ ଏପରିକି ଦେଶଗୁଡ଼ିକ ମଧ୍ୟ ପରିବର୍ତ୍ତିତ ହୋଇଯାଆନ୍ତି। ସେହି ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବାର ଶକ୍ତି ସୁସମାଚାରରୁ ଆସିଥାଏ। ସେଥିପାଇଁ ବାଇବଲରେ ପରମେଶ୍ୱର ଆମ୍ଭମାନଙ୍କୁ ଏହିପରି ଇତିହାସ ଦେଖାଇଲେ। ଏହି ଶକ୍ତିଶାଳୀ ସୁସମାଚାର ଆମ୍ଭମାନଙ୍କୁ ସମର୍ପଣ କଲେ ଏବଂ କହିଲେ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଏହି ସୁସମାଚାର ଶିକ୍ଷା ଦେବା ଏବଂ ପ୍ରଚାର କରିବା ଦ୍ୱାରା ବ୍ୟକ୍ତି ବିଶେଷ, ପରିବାର, ସମାଜ ଏବଂ ଏପରିକି ରାଷ୍ଟ୍ରଗୁଡ଼ିକୁ ରୂପାନ୍ତରିତ କରାଯାଇପାରିବ। ପରମେଶ୍ୱର ସୁସମାଚାର ମାଧ୍ୟମରେ ଏହି ଅଦ୍ଭୁତ ଶକ୍ତିକୁ ସଞ୍ଚାଳିତ କରନ୍ତି। ମୁଁ ଆପଣମାନଙ୍କୁ ନୀରବ ନ ରହିବାକୁ ଅନୁରୋଧ କରୁଅଛି, କିନ୍ତୁ ସୁସମାଚାର ମାଧ୍ୟମରେ ସେହି ସଂସାରକୁ ପରିବର୍ତ୍ତନ କରନ୍ତୁ ଯାହା ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତାଙ୍କଠାରେ ପରିତ୍ରାଣର ଯୋଗ୍ୟ ଅଟେ। ଆସନ୍ତୁ ଆମେ ମାଥ୍ୟୁ ଅଧ୍ୟାୟ 28 ଉପରେ ଏକ ନଜର ପକାଇବା। ମନ ପରିବର୍ତ୍ତନର ଏହି କାର୍ଯ୍ୟରେ ପରମେଶ୍ୱର କେବଳ ଆମମାନଙ୍କୁ ଜଗତକୁ ପଠାଇ ନାହାନ୍ତି, ବରଂ ଏହା ବ୍ୟତୀତ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ପ୍ରତିଜ୍ଞା କରିଅଛନ୍ତି। ଆସନ୍ତୁ ଆମେ ମାଥ୍ୟୁ ଅଧ୍ୟାୟ 28 ପଦ 18 ଉପରେ ଏକ ନଜର ପକାଇବା। ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି
ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ସେ ଆମ୍ଭମାନଙ୍କୁ କ'ଣ ପ୍ରତିଜ୍ଞା କରିଅଛନ୍ତି? ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ସୁସମାଚାରର ଏହି ଯାତ୍ରାରେ ଆମ୍ଭେମାନେ ଏକୁଟିଆ ହେବା ନାହିଁ, କାରଣ ପରମେଶ୍ୱର ସର୍ବଦା ଆମ୍ଭମାନଙ୍କ ସହିତ ଅଛନ୍ତି। ଆମ୍ଭେମାନେ ହୁଏତ ଅନୁଭବ କରିପାରୁ ଯେ ଆମେ ଏକାକୀ ଏହା କରୁଅଛୁ, କିନ୍ତୁ ପରମେଶ୍ୱର ସର୍ବଦା ଆମ୍ଭମାନଙ୍କ ସହିତ ଅଛନ୍ତି। ଯେପରି ସେ 2 ଜଣ ଶିଷ୍ୟଙ୍କ ସହିତ ଇମାୟୁ ମାର୍ଗରେ ଗମନ କଲେ, ସେ ସର୍ବଦା ଆମ୍ଭମାନଙ୍କ ସହିତ ଅଛନ୍ତି, ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତି, ଅସମ୍ଭବକୁ ସମ୍ଭବ କରନ୍ତି ଏବଂ ଆମ୍ଭମାନଙ୍କ ପାଇଁ ମାର୍ଗ ପ୍ରସ୍ତୁତ କରନ୍ତି। ଯେପରି ପରମେଶ୍ୱର ସୁଫ ସମୁଦ୍ରରେ ଏକ ମାର୍ଗ ନିର୍ମାଣ କରିଥିଲେ। ଜଙ୍ଗଲରେ ବିନା ଖାଦ୍ୟ କିମ୍ବା ରେଷ୍ଟୁରାଣ୍ଟରେ ପରମେଶ୍ୱର 40 ବର୍ଷ ପର୍ଯ୍ୟନ୍ତ 6 ଲକ୍ଷ ପୁରୁଷ ଏବଂ ସେମାନଙ୍କ ପରିବାରକୁ ପ୍ରତିଦିନ ଏକ ଭବ୍ୟ ଭୋଜି ପ୍ରଦାନ କରିଥିଲେ। ଯେତେବେଳେ ଆମ୍ଭେମାନେ ଏହା ଉପରେ ନଜର ପକାଇବା, ଏହା ଆମ୍ଭମାନଙ୍କୁ ଗଭୀର ଭାବେ ବୁଝାଇଥାଏ ଯେ ପିତା ଏବଂ ମାତା ସର୍ବଦା ଆମ୍ଭମାନଙ୍କ ସହିତ ଅଛନ୍ତି। ତେଣୁକରି ଆଜି ଆମ୍ଭମାନଙ୍କ ପାଖରେ ଆମ୍ଭମାନଙ୍କର ଚର୍ଚ୍ଚ ଅଛି ଏବଂ ସୁସମାଚାର ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରସାରିତ ହେଉଅଛି। ଯେଉଁମାନେ ବିଦେଶ ମିଶନରେ ଯାଇଅଛନ୍ତି ସେମାନେ ଏହା ଜାଣିଥିବେ। ସେମାନେ କୁହନ୍ତି, ମୋତେ ସତରେ ଲାଗୁଛି ଯେ ସୁସମାଚାର ସେବକମାନଙ୍କର ଅଭାବ ଅଛି। ଯେତେବେଳେ କୋରିଆକୁ ଫେରିବାର ଏବଂ ନୂତନ ସଦସ୍ୟମାନଙ୍କୁ ଛାଡ଼ିବାର ସମୟ ଆସିଲା, ସେତେବେଳେ ଏହା ହୃଦୟ ବିଦାରକ ଥିଲା ଏବଂ ମୋ ନିମନ୍ତେ ଏହାଠାରୁ ଦୂରେଇ ଯିବା କଷ୍ଟକର ଥିଲା। ସମସ୍ତ ଲୋକ, ଏହା ସତ୍ୟ ଅଟେ। ଆମ୍ଭେମାନେ ପ୍ରତ୍ୟେକ ଆତ୍ମାକୁ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସମ୍ପୂର୍ଣ୍ଣ ହୃଦୟର ସହିତ ଶିକ୍ଷା ଦେବା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିଥାଉ, ଯିଏ ସମସ୍ତ ଲୋକଙ୍କୁ ସତ୍ୟ ଜାଣିବା ନିମନ୍ତେ ଇଚ୍ଛା କରନ୍ତି। ମାଥ୍ୟୁ ଅଧ୍ୟାୟ 28ରେ ପରମେଶ୍ୱର ଆମ୍ଭମାନଙ୍କୁ ଏକାକୀ ଛାଡ଼ିଲେ ନାହିଁ, କିନ୍ତୁ କହିଲେ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ପରମେଶ୍ୱର ସର୍ବଦା ଆମ୍ଭମାନଙ୍କ ସହିତ ଅଛନ୍ତି। ଯଦିଓ ଆମ୍ଭେମାନେ ସୈନ୍ୟବାହିନୀରେ ଥାଉ ନା କାହିଁକି, କିମ୍ବା ସମାଜରେ କିମ୍ବା ଦେଶ ବିଦେଶରେ, ଆମେ ଯେଉଁଠାରେ ବି ଥାଉ ନା କାହିଁକି, ପରମେଶ୍ୱର ସର୍ବଦା ଆମ୍ଭମାନଙ୍କ ସହିତ ଅଛନ୍ତି। ସେ ସର୍ବଦା ପାପୀମାନଙ୍କୁ ଅନୁତାପ କରିବାରେ ସାହାଯ୍ୟ କରନ୍ତି। ଆସନ୍ତୁ ଆମେ ଲୁକ୍ ଅଧ୍ୟାୟ 15କୁ ଯିବା। ଆସନ୍ତୁ ଆମେ ଲୁକ୍ ଅଧ୍ୟାୟ 15 ପଦ 7 ଉପରେ ଏକ ନଜର ପକାଇବା। ମୁଁ ତୁମ୍ଭମାନଙ୍କୁ କହୁଅଛି ସେହି ପ୍ରକାରେ ସେ କ'ଣ କରନ୍ତି? ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ପ୍ରୟୋଜନ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗ ରାଜ୍ୟରେ ଅଧିକ ଆନନ୍ଦ ହେବ। କ'ଣ ଏହା କହିନଥାଏ କି ଏହା ଅଧିକ ଆନନ୍ଦଦାୟକ ହେବ? ପରମେଶ୍ୱର ଏହା କହୁଥାଇ ତାହାଙ୍କ ହୃଦୟକୁ ପ୍ରକାଶ କଲେ ଯେ ଅନେଶତ ଜଣ ଧାର୍ମିକ ଅପେକ୍ଷା ଜଣେ ମନ ପରିବର୍ତ୍ତନ କରୁଥିବା ପାପୀ ପାଇଁ ସ୍ୱର୍ଗରେ ଅଧିକ ଆନନ୍ଦ ଅଛି। ସେଥିପାଇଁ ଆମ୍ଭମାନଙ୍କୁ ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସମସ୍ତଙ୍କର ପରିତ୍ରାଣ ପାଇଁ ଉତ୍ସାହ ସହିତ କାର୍ଯ୍ୟ କରିବା ଉଚିତ। ଲୋକମାନେ ଏପରି କାର୍ଯ୍ୟ କରିବାକୁ ଚାହାନ୍ତି ନାହିଁ ଯାହା ସେମାନେ ଭାବିଥାନ୍ତି ଯେ ଏହା ସେମାନଙ୍କ ପାଇଁ ଲାଭଦାୟକ ହେବ ନାହିଁ। ପରମେଶ୍ୱର ନିଜ ସ୍ୱାର୍ଥ ପାଇଁ କ୍ରୁଶ ଉଠାଇ ନଥିଲେ। କ'ଣ ସେ ଆମ୍ଭମାନଙ୍କର ଲାଭ ପାଇଁ ସମସ୍ତ ଯନ୍ତ୍ରଣା ସହ୍ୟ କଲେ ନାହିଁ? ପରମେଶ୍ୱର ଏଥିପାଇଁ ନୂତନ ନିୟମ ସ୍ଥାପନ କରିନଥିଲେ, କାରଣ ତାହାଙ୍କୁ ଏହାର ଆବଶ୍ୟକତା ଥିଲା। ନୂତନ ନିୟମ କାହା ପାଇଁ ସ୍ଥାପିତ ହୋଇଅଛି? ସେ ନିସ୍ତାର ପର୍ବ ଦିନ ନୂତନ ନିୟମ ସ୍ଥାପନ କରିବାର ଉଦ୍ଦେଶ୍ୟକୁ ପ୍ରକାଶ କରିଥିଲେ। ଯୀଶୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ମହାନ ପ୍ରେମକୁ ପ୍ରଚାର କରିବା ପାଇଁ ଆମ୍ଭମାନଙ୍କୁ ସମସ୍ତ ଲୋକଙ୍କୁ ସତ୍ୟ ଶିଖାଇବା ଉଚିତ। କୋରିଆରେ ଏବେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ଶୁଣି ନାହାନ୍ତି ଏବଂ ସେହିପରି ବିଦେଶରେ ମଧ୍ୟ ଅନେକ ଲୋକ ଅଛନ୍ତି। ମୁଁ ଆପଣଙ୍କୁ ଅନୁରୋଧ କରୁଅଛି ଯେ ଆପଣ ସେମାନଙ୍କୁ ପରମେଶ୍ୱରଙ୍କ ବାକ୍ୟ ଶିଖାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ, ଯାହାଦ୍ୱାରା ସେମାନଙ୍କର ଆତ୍ମା ସ୍ୱର୍ଗର ଅନନ୍ତ ରାଜ୍ୟକୁ ନିଆଯାଇପାରିବ।
ଯେତେବେଳେ ଏହି ଜୀବନ ସମାପ୍ତ ହୋଇଯିବ ସେତେବେଳେ ଆମେ କେଉଁଠିକୁ ଯିବୁ? ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 7 ପଦ 9 ଦେଖିବା। ଅଧ୍ୟାୟ 7 ପଦ 9ରେ ଲେଖା ଅଛି, ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସର୍ବଜାତୀୟ ସର୍ବଗୋଷ୍ଠୀୟ ସର୍ବବଂଶୀ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁର ବାହୁଙ୍ଗା ହସ୍ତରେ ଧରି ସେମାନେ କେଉଁଠାରେ ଛିଡ଼ା ହୋଇଅଛନ୍ତି? ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି। ସେମାନେ ଉଚ୍ଚ ସ୍ୱରରେ କହୁଅଛନ୍ତି, ପରିତ୍ରାଣ ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ। ପୁଣି ସମସ୍ତ ଦୂତ ସିଂହାସନ, ପ୍ରାଚୀନ ବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦିଗରେ ଉଭା ହୋଇଅଛନ୍ତି, ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ୱରଙ୍କୁ ପ୍ରଣାମ କରି କହୁଅଛନ୍ତି, ଆମେନ୍। ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କର ଈଶ୍ୱରଙ୍କର, ଆମେନ୍। ଏଠାରେ ପରମେଶ୍ୱରଙ୍କ ସମ୍ମୁଖରେ କିଏ ଛିଡ଼ା ହେବେ? ବହୁ ସଂଖ୍ୟକ ଲୋକ ଯାହାଙ୍କୁ କେହି ଗଣନା କରିପାରିବ ନାହିଁ ପରମେଶ୍ୱରଙ୍କ ସିଂହାସନ ସମ୍ମୁଖରେ ଛିଡ଼ା ହେବେ। ଅନେକ ଆତ୍ମା ଅନୁତାପ କରିବାକୁ ଆସିଲେ ଏବଂ ପରମେଶ୍ୱରଙ୍କ ନିକଟକୁ ଫେରିଲେ। ଏହା ଏକ ଗୌରବାନ୍ୱିତ ସମୟ ହେବ ଯେତେବେଳେ ଆମ୍ଭେମାନେ ପରମେଶ୍ୱରଙ୍କ ସିଂହାସନ ସମ୍ମୁଖରେ ପ୍ରଶଂସା କରିବା। ଏହି ଦିନ ନିଶ୍ଚିତ ଭାବେ ଆସିବ। ସୁସମାଚାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଏବଂ ପରିଶ୍ରମ କେବଳ ଅଳ୍ପ ସମୟ ପାଇଁ ଅଟେ। ଏହି ସମସ୍ତ ପ୍ରୟାସ ଏକତ୍ରିତ ହେବେ ଏବଂ ଅନେକ ଆତ୍ମା ମନ ପରିବର୍ତ୍ତନ କରିବେ ଏବଂ ଗୌରବରେ ଭାଗ ନେବେ। ଆସନ୍ତୁ ଆମେ ନିଶ୍ଚିତ କରିବା ଯେ ପରମେଶ୍ୱର ଆମ୍ଭମାନଙ୍କୁ ଏହି ଯୁଗ ବିଷୟରେ କ'ଣ ଶିକ୍ଷା ଦେଇଅଛନ୍ତି। ଆସନ୍ତୁ ଆମେ ଯୋହନ ଅଧ୍ୟାୟ 4 ପଦ 35 ଉପରେ ଏକ ନଜର ପକାଇବା। ଶସ୍ୟ କାଟିବାକୁ ଆହୁରି 4 ମାସ ଅଛି, ଏହା କିଛି ତୁମ୍ଭେମାନେ କହୁନାହଁ। ଦେଖ ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର, ସେହି ସବୁ କ'ଣ ପୂର୍ବରୁ ହୋଇସାରିଅଛି? କଟାଯିବା ନିମନ୍ତେ ପାଚିଗଲାଣି। ଆସନ୍ତୁ ଆମେ ପଦ 36 ଦେଖିବା। ଏବେ ସୁଦ୍ଧା କୋଟାଳି ମୂଲ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳି ଓ କୋଟାଳି ଉଭୟ ମିଳି ଆନନ୍ଦ କରନ୍ତି, କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ। ଏହି କଥା ଏ ସମ୍ବନ୍ଧରେ ସତ୍ୟ, ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରିନାହଁ ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି। ଅନ୍ୟମାନେ ପରିଶ୍ରମ କରିଅଛନ୍ତି ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ। ଏହି ଦୃଷ୍ଟିକୋଣରୁ ଫସଲ ଅମଳ ସମୟ ପୂର୍ବରୁ ଆସିଯାଇଅଛି। ଯେହେତୁ ଆମ୍ଭମାନଙ୍କୁ ଏହି ସମୟରେ ଫସଲ ଅମଳ କରିବାକୁ ହେବ, ତେଣୁକରି ମୁଁ ଆଶା କରୁଅଛି ଯେ ଏହି ବର୍ଷ ଆମ୍ଭେମାନେ ଏପର୍ଯ୍ୟନ୍ତ ବୁଣାଯାଇଥିବା ସମସ୍ତ ଫଳ ଏକାଠି କରିପାରିବା। ଆମ୍ଭମାନଙ୍କୁ ଏସିଆ, ଆଫ୍ରିକା, ଓସେନିଆ, ୟୁରୋପ, ଉତ୍ତର ଆମେରିକା, ମଧ୍ୟ ଆମେରିକା, ଦକ୍ଷିଣ ଆମେରିକା, ଉତ୍ତର ଭାରତ, ଦକ୍ଷିଣ ଭାରତ, ରୁଷିଆ, ବ୍ରାଜିଲ ଏବଂ ସମଗ୍ର କୋରିଆରେ ପରମେଶ୍ୱରଙ୍କ ସୁସମାଚାର ଏବଂ ପରିତ୍ରାଣର ସତ୍ୟକୁ ପ୍ରଚାର କରିବା ଉଚିତ। ମୁଁ ଆଶା କରେ ସିଓନର ସମସ୍ତ ସନ୍ତାନମାନେ ପରିବର୍ତ୍ତିତ ହେବେ ଏବଂ ନିଷ୍ଠାର ସହିତ ସୁସମାଚାର ପ୍ରଚାର କରିବେ। ଏହା ବିଶ୍ୱାସ କରୁଥାଇ ଯେ ଆମେ ପରମେଶ୍ୱରଙ୍କ ସହିତ ସ୍ୱର୍ଗ ରାଜ୍ୟରେ ଅନନ୍ତ ଜୀବନ ଏବଂ ଆଶୀର୍ବାଦ ଉପଭୋଗ କରିବୁ। ଆଜିର ଉପଦେଶର ଶୀର୍ଷକ ହେଉଛି, ଆସନ୍ତୁ ଆମେ ଦୁନିଆକୁ ଯିବା। ଏହା କେବଳ ଶାରୀରିକ ଭାବରେ ଦୁନିଆକୁ ଯିବା ବିଷୟରେ ନୁହେଁ, ହଁ ନା? ଆମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ପରମେଶ୍ୱରଙ୍କ ପ୍ରେମ, ପରମେଶ୍ୱରଙ୍କ ଆଶୀର୍ବାଦ ଏବଂ ଏହା ବ୍ୟତୀତ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ସତ୍ୟକୁ ମଧ୍ୟ ନେବା ଉଚିତ। ଆମ୍ଭମାନଙ୍କ ସହିତ ପିତାଙ୍କ ପ୍ରେମ, ମାତାଙ୍କ ପ୍ରେମ ଏବଂ ଆମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ସମର୍ଥନକୁ ଧାରଣ କରି ଆସନ୍ତୁ ଆମେ ପ୍ରତ୍ୟେକ ଦେଶରେ ଅନେକ ଲୋକଙ୍କୁ ଜାଗ୍ରତ କରିବା, ସେମାନଙ୍କୁ ଅନୁତାପକୁ ନେତୃତ୍ୱ କରିବା ଏବଂ ସେମାନଙ୍କୁ ସତ୍ୟର ଶିକ୍ଷା ଦେବା। ମୁଁ ଆଶା କରେ ଯେ ଆମେ ଅନ୍ଧକାରରେ ଫସି ରହିଥିବା ଲୋକମାନଙ୍କୁ ଆଲୋକକୁ ଆଣିବାରେ ସକ୍ଷମ ହେବୁ। ଏହା ଆଶା କରୁଥାଇ ଯେ ଆପଣ ଆଜିର ଉପଦେଶ ମାଧ୍ୟମରେ ଅନୁଗ୍ରହ ପ୍ରାପ୍ତ କରିଅଛନ୍ତି। ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହେଁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।